ବନ୍ଧୁମାନେ ନମସ୍କାର। ଯଦି ଆପଣମାନଙ୍କୁ ଗତ କିଛି ଦିନ ହେବ ବାରମ୍ବାର ଶୁଭ ସଂକେତ ଦେଖାଯାଉଛି, ଅଟକି ରହିଥିବା କାମଗୁଡ଼ିକ ଆଗକୁ ବଢ଼ୁଛି କିମ୍ବା ମନରେ ଏକ ନୂତନ ଆଶା ଜାଗ୍ରତ ହେଉଛି, ତେବେ ଆଜିର ଏହି ଜ୍ୟୋତିଷୟ ଆଲୋଚନା ଆପଣଙ୍କ ପାଇଁ ହୋଇପାରେ। ଗ୍ରହମାନଙ୍କର ଗତିବିଧି ପ୍ରାୟତଃ ଏପରି ସୁଯୋଗ ଆଡ଼କୁ ସଂକେତ ଦେଇଥାଏ ଯାହା ଜୀବନର ଦିଗ ବଦଳାଇ ଦେଇପାରେ। ଆସନ୍ତୁ ଜାଣିବା ସେହି ଶୁଭଯୋଗ ଏବଂ ସଂକେତଗୁଡ଼ିକ ବିଷୟରେ, ଯାହା ଉପରେ ଆଜି ବିସ୍ତାରିତ ଭାବରେ କଥା ହେବୁ। ସେଥିପାଇଁ ଅଳ୍ପ ସମୟ ଦିଅନ୍ତୁ ଏବଂ ମୋ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ବନ୍ଧୁମାନେ, ଆଗାମୀ ଆଜିଦ୍ ପ୍ରହରଟା 55 ମିନିଟ ପରେ ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ଘଟଣା ଘଟିବାକୁ ଯାଉଛି। ଦେଖନ୍ତୁ, ଏହି ସମୟରେ ଆପଣଙ୍କ ଉପରେ କୁବେର ଦେବ ମହାରାଜ ମେହରବାନ ଅଛନ୍ତି, ଯେଉଁଥିପାଇଁ କୋଟି ଟଙ୍କା ଆପଣଙ୍କର ଅଧୀର ଅପେକ୍ଷାରେ ଅଛି। ଯଦି ଏହି ସଂକେତ ଆପଣଙ୍କ ଜୀବନରେ ପ୍ରକାଶ ପାଇଛି, ତେବେ ଭାଗ୍ୟ ପଲଟି ଯାଇପାରେ, ଜୀବନ ବଦଳି ଯାଇପାରେ। ଯାହା ବି ହେଉନା କାହିଁକି, ଆପଣ ଜୀବନସାରା ମନେ ରଖିବେ, କାରଣ ଇତିହାସରେ ପ୍ରଥମ ଥର ପାଇଁ ଏପରି କିଛି ଚମତ୍କାରୀ ଘଟଣା ଘଟିବାକୁ ଯାଉଛି, ଯାହାକୁ ଆପଣ ଯେତେ ଚାହିଁଲେ ମଧ୍ୟ ଭୁଲି ପାରିବେ ନାହିଁ। ମନେ କରନ୍ତୁ, ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ଓଲଟପାଲଟ ହୋଇଯିବ। ସମଗ୍ର କୋଟି ଟଙ୍କା ଆପଣଙ୍କର ଅଧୀର ଅପେକ୍ଷାରେ ରହିଛି। ବନ୍ଧୁମାନେ, ଯଦି ଆଜିର ଏହି ଭିଡିଓ ଆପଣଙ୍କ ପାଖରେ କୌଣସି ପ୍ରକାରେ ଆସି ପହଞ୍ଚିଛି, ତେବେ ଏହାକୁ କେବଳ ଏକ ସଂଯୋଗ ବୋଲି ଭାବନ୍ତୁ ନାହିଁ। ପ୍ରାୟତଃ ବ୍ରହ୍ମାଣ୍ଡ ସବୁବେଳେ ସଂକେତ ଦେଇଥାଏ, ଯାହାକୁ ଆମେ ଚିହ୍ନି ପାରିନାହିଁ। ଆଜିର ଏହି ଆଲୋଚନା କୌଣସି ସାଧାରଣ ଭବିଷ୍ୟତବାଣୀର ଅଂଶ ନୁହେଁ, ବରଂ ଏହା ଏକ ବହୁତ ବଡ଼ ଚମତ୍କାରୀ ପରିବର୍ତ୍ତନ ଯାହା ଆପଣଙ୍କ ଜୀବନରେ ଆସିବାକୁ ଯାଉଛି। ଦେଖନ୍ତୁ, ସମ୍ଭାବନା ଅଛି ଯେ କୋଟି ଟଙ୍କା ଆପଣଙ୍କର ଅପେକ୍ଷା କରିଛି, ଯାହା ଆପଣଙ୍କ କୁଣ୍ଡଳୀରେ ଧନ, ଉନ୍ନତି ଏବଂ ସୁଯୋଗର ଯୋଗ ସୃଷ୍ଟି କରିପାରେ। ଆପଣଙ୍କ ଜୀବନ ଏବେ ବଦଳିବ। ଗ୍ରହ ଗୋଚରର ସଂକେତ ଏକଦମ ସ୍ପଷ୍ଟ ଅଛି। ଯେଉଁମାନେ ଶେଷ ପର୍ଯ୍ୟନ୍ତ ଜଡ଼ିତ ରହିବେ, ସେମାନଙ୍କୁ ଶେଷରେ ଏକ ଏପରି ସରଳ ଉପାୟ ମଧ୍ୟ କହିବୁ ଏବଂ ଏକ ଏପରି ରହସ୍ୟ ବିଷୟରେ କହିବୁ, ଯାହାକୁ ଯଦି ଶ୍ରଦ୍ଧା ଏବଂ ସକାରାତ୍ମକ ଚିନ୍ତାଧାରା ସହିତ ଆପଣାଯାଏ, ତେବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ସେହି ସାଧ୍ୟ ହେବ। କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆମେ ଆପଣଙ୍କୁ କିଛି ସଂକେତ ବିଷୟରେ କହିବୁ, ତେଣୁ ପ୍ରତ୍ୟେକ ସଂକେତକୁ ଆପଣଙ୍କୁ ଧ୍ୟାନ ଦେଇ ଶୁଣିବାକୁ ହେବ ଏବଂ ଭିଡିଓଟିକୁ ଶାନ୍ତ ହୋଇ ଏକଦମ ଏକାନ୍ତରେ ଦେଖିବାକୁ ହେବ। ଦେଖନ୍ତୁ, ପ୍ରଥମ ସଂକେତ ଆପଣଙ୍କୁ ଏହି ସମୟରେ ମିଳୁଥିବାର ନଜର ଆସୁଛି। ଗୁରୁ ଏବଂ ଶୁକ୍ରଙ୍କର ଶୁଭ ପ୍ରଭାବ। ହଁ ବନ୍ଧୁମାନେ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ଗୁରୁ ଧନ ଭାବରେ ଶୁଭ ଦୃଷ୍ଟି ପକାନ୍ତି, ସେହି ସହିତ ଶୁକ୍ର ଭାଗ୍ୟର ସାଥ ଦିଅନ୍ତି, ସେତେବେଳେ ହଠାତ୍ ନୂତନ ସୁଯୋଗ ମିଳିବା ଆରମ୍ଭ ହୋଇଯାଏ। ଏବଂ ଏହି ସୁଯୋଗ କୌଣସି ସାଧାରଣ ସୁଯୋଗ ନୁହେଁ, ବରଂ ବହୁତ ବଡ଼ ବଡ଼ ସୁଯୋଗ ହୋଇଥାଏ। ଯେପରିକି ଚାକିରି, ବ୍ୟାପାର, ନିବେଶ କିମ୍ବା ବନ୍ଧୁମାନଙ୍କ ଅଟକି ରହିଥିବା ଟଙ୍କା ବା କୌଣସି ବଡ଼ କାମର ରୂପରେ ସାମ୍ନାକୁ ଆସିପାରେ। ସମୟ ବହୁତ କମ୍ ଅଛି। ଶେଷରେ ଆପଣଙ୍କ ଜୀବନରେ କେଉଁ ବଡ଼ ପରିବର୍ତ୍ତନଗୁଡ଼ିକ ଆସିବାକୁ ଯାଉଛି, ସେ ବିଷୟରେ ଆପଣଙ୍କୁ ଆଗକୁ କହିବାକୁ ଯାଉଛି। ସେଥିପାଇଁ ମୁଁ ଚାହେଁ ଯେ ଭିଡିଓଟିକୁ ଗୋଟିଏ ଲାଇକ୍ କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ କରିନେବେ ଏବଂ ବେଲ୍ ଆଇକନ୍ ପ୍ରେସ୍ କରିଦେବେ। କାରଣ ବନ୍ଧୁମାନେ, ଏବେ ଆପଣ ଖୁସିରେ ନାଚିବା ଆରମ୍ଭ କରିଦେବେ। ବ୍ରହ୍ମାଣ୍ଡର ଶକ୍ତି ସମ୍ପୂର୍ଣ୍ଣ ଭାବରେ ଏକଜିଟ ହୋଇସାରିଛି ଏବଂ ଆପଣଙ୍କୁ ମାଲାମାଲ କରିବା ପାଇଁ ତତ୍ପର ଅଛନ୍ତି। ଯାହା ବି ହେଉନା କାହିଁକି, ବହୁତ ଶାନଦାର ଘଟଣା ସବୁ ଘଟିବ। ଧୀରେ ଧୀରେ ହେଲେ ମଧ୍ୟ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ। ବନ୍ଧୁମାନେ, ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଭିଡିଓକୁ ମିସ୍ କରନ୍ତୁ ନାହିଁ ଏବଂ ଏକଦମ ଶେଷ ପର୍ଯ୍ୟନ୍ତ ଦେଖିବେ, କାରଣ ଏପରି ସଂକେତ ସବୁ ଦେଖାଯାଉଛି ଯାହା କଳିଯୁଗରେ ପ୍ରଥମ ଥର ପାଇଁ ଦେଖାଯାଉଛି।
ଯଦି ଗତ କିଛି ସମୟଠାରୁ ଆପଣଙ୍କୁ ବାରମ୍ବାର ଶୁଭ ସଙ୍କେତ ମିଳୁଛି ବନ୍ଧୁମାନେ, ତେବେ ଏହାର ଅର୍ଥ ହେଉଛି ପୁରୁଣା ଅଟକି ରହିଥିବା କାମଗୁଡ଼ିକ ଏବେ ଆଗକୁ ବଢ଼ିପାରିବ। ଏହି ଭଲ ଲକ୍ଷଣଗୁଡ଼ିକ ବାରମ୍ବାର ଦେଖାଯାଉଛି। ଲୋକଙ୍କର ସହଯୋଗ ମିଳିବାକୁ ଲାଗୁଛି। ତେବେ ଏହାକୁ ସକାରାତ୍ମକ ସମୟର ସଙ୍କେତ ବୋଲି ଧରାଯାଇପାରେ। ଏବଂ ମୁଁ ତ ଆପଣଙ୍କୁ ପୂର୍ବରୁ ହିଁ କହିଥିଲି ଯେ ଏବେ ଆପଣଙ୍କ ଜୀବନରେ ବହୁତ ବଡ଼ ସକାରାତ୍ମକ ଘଟଣା ଘଟିବ। ମୁଁ ଶୈଳେନ୍ଦ୍ର ପାଣ୍ଡେ ମିଛ କହୁନାହିଁ, ସତ କହୁଛି, କାରଣ ମହାକାଶରେ ହଠାତ୍ ବହୁତ ବଡ଼ ଗ୍ରହ ଗୋଚର ଘଟିଛି ଯାହାର ସିଧାସାଧା ପ୍ରଭାବ ଆପଣଙ୍କ ଜୀବନରେ ପଡ଼ିବ ଏବଂ ଆପଣ ବଡ଼ ବଡ଼ ସୁଖବର ପାଇବେ। ଆପଣଙ୍କ ନାମରେ ବଡ଼ ଲଟେରୀ ମଧ୍ୟ ଲାଗିବାକୁ ଯାଉଛି। ଏକାଠି ଅନେକ ବଡ଼ ଘଟଣା ଘଟିବ। ସେଥିପାଇଁ ମୋର ଭବିଷ୍ୟତବାଣୀକୁ ଆପଣ ମଜାକରେ ନିଅନ୍ତୁ ନାହିଁ। ଆଗକୁ ଆମେ ଆପଣଙ୍କୁ ଦ୍ୱୟ ସଙ୍କେତ ଆଡ଼କୁ କହିବାକୁ ଯାଉଛୁ। ବନ୍ଧୁମାନେ, ଶନିଙ୍କର କର୍ମଫଳ ଅର୍ଥାତ୍ ବହୁତ ଲୋକ ଶନିଙ୍କୁ ଡରିଥାନ୍ତି ଏବଂ ଏହା ସତ୍ୟ ମଧ୍ୟ ଅଟେ। କିନ୍ତୁ ଯେତେବେଳେ ଶନି ପ୍ରସନ୍ନ ହୁଅନ୍ତି ବନ୍ଧୁମାନେ, ସେତେବେଳେ ପରିଶ୍ରମର ଏପରି ଫଳ ଦିଅନ୍ତି ଯାହାର କଳ୍ପନା ମଧ୍ୟ କରାଯାଇପାରିବ ନାହିଁ। ଅର୍ଥାତ୍ ରାତାରାତି ମାଲାମାଲ ବନାଇ ପାରନ୍ତି, କୋଟିପତି କରିପାରନ୍ତି ଏବଂ ଆପଣଙ୍କୁ କୋଟି କୋଟି ଟଙ୍କାର ଲାଭ ମଧ୍ୟ ହେବ। କାରଣ ଏବେ କର୍ମଫଳର ଦେବତା ଶନିଦେବ ମହାରାଜ ମେହରବାନ ହୋଇସାରିଛନ୍ତି। ସେଥିପାଇଁ ଆପଣଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ। ଇମାନଦାରୀ ଛାଡ଼ନ୍ତୁ ନାହିଁ ଏବଂ କ୍ରମାଗତ ପ୍ରୟାସ ଜାରି ରଖନ୍ତୁ। କାହାର ଅଧିକାର ଛଡ଼ାଇ ନାହାନ୍ତି ଏବଂ ନିରନ୍ତର ପରିଶ୍ରମ ଜାରି ରଖନ୍ତୁ। ତେବେ ଆଗାମୀ ସମୟରେ ଆପଣଙ୍କ ପରିଶ୍ରମ ନିଶ୍ଚୟ ରଙ୍ଗ ଆଣିବ। ଏହି ସମୟ ଧନଠାରୁ ଅଧିକ ସମ୍ମାନ ଏବଂ ସ୍ଥାୟୀ ସଫଳତା ମଧ୍ୟ ଦେଇପାରେ। ଦେଖନ୍ତୁ, ଏହି ସମୟ କୁବେର ଦେବ ମହାରାଜ ଜୀ ମେହରବାନ ଅଛନ୍ତି, ଯିଏକି ନିଜେ ଖଜାନାର ଦେବତା ଏବଂ ଯେତେବେଳେ ଏତେ ବଡ଼ ଶକ୍ତି ଆପଣଙ୍କ ଉପରେ ମେହରବାନ ଥାଏ, ସେତେବେଳେ କେଉଁଠି ନା କେଉଁଠି ଆପଣଙ୍କ ସ୍ୱପ୍ନ ସତ ହୋଇ ରହିବ। ଆପଣଙ୍କର ଅଧୁରା କାର୍ଯ୍ୟଗୁଡ଼ିକ ପୂରଣ ହୋଇ ରହିବ। ଆମକୁ ଟେନସନ ନେବାର କୌଣସି ଆବଶ୍ୟକତା ନାହିଁ। ଭଗବାନ ସେହିମାନଙ୍କୁ ମେହରବାନ ହୁଅନ୍ତି ଯାହା ମନରୁ ନିଜ ଜୀବନରେ ଆଗକୁ ବଢ଼ିବାକୁ ଚାହାନ୍ତି। ଆପଣଙ୍କ କର୍ମ, ଆପଣଙ୍କ ପୂର୍ବପୁରୁଷମାନଙ୍କ କର୍ମ ଭଗବାନ ବହୁତ ଭଲ ଭାବରେ ଜାଣିଛନ୍ତି, ଯାହାର କାରଣରୁ ଆପଣ ଆଗକୁ ବଢ଼ୁଛନ୍ତି ଏବଂ ଆପଣଙ୍କୁ ସବୁ ଜାଗାରୁ ସମ୍ମାନ ମଧ୍ୟ ମିଳିବାକୁ ଯାଉଛି। ମୁଁ ଶୈଳେନ୍ଦ୍ର ପାଣ୍ଡେ ମିଛ କହିବି ନାହିଁ, ସତ କହୁଛି। ଆଗକୁ ଆମେ ଆପଣଙ୍କୁ ବହୁତ ଖାସ୍ ଏବଂ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବୁ ଯାହା ଶୁଣି ଆପଣଙ୍କ ଆଖିରୁ ଖୁସିର ଆଖିରୁ ଲୁହ ବାହାରିବା ଆରମ୍ଭ ହୋଇଯିବ। କିନ୍ତୁ ଯଦି ଆପଣଙ୍କ କାମ ମଧ୍ୟରେ କେହି ଆପଣଙ୍କୁ ପରେଶାନ କରନ୍ତି କିମ୍ବା ଆପଣଙ୍କ ମନରେ କିଛି ଓଲଟପାଲଟ ଚିନ୍ତା ଚାଲୁ ରହିଛି, ତେବେ ବନ୍ଧୁମାନେ ଏହି ସମୟ ନିଜ ମସ୍ତିଷ୍କକୁ ଶାନ୍ତ ରଖିବାର ଅଟେ। ଓଭରଥିଙ୍କିଂ ଏବଂ ଡିପ୍ରେସନରୁ ବାହାରିବାର ସମୟ ଅଟେ ଏବଂ ଅଳ୍ପ ବ୍ୟାୟାମ ସହିତ ଭକ୍ତିଭାବରେ ବୁଡ଼ି ରହିବାର ସମୟ। ଦେଖନ୍ତୁ, ବାରମ୍ବାର ଏତେ ଭଲ ସମୟ ଆପଣଙ୍କ ପାଇଁ ଆସିବ ନାହିଁ। ସେଥିପାଇଁ ସୁଯୋଗର ଫାଇଦା ଉଠାଇବାକୁ ହେବ। ତୃତୀୟ ଯେଉଁ ସଙ୍କେତ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ତାହା ଆପଣଙ୍କ ମୁହଁରେ ଖୁସି ଆଣିବ। ଅର୍ଥାତ୍ ତୃତୀୟ ସଙ୍କେତ ହେଉଛି ରାହୁକେତୁଙ୍କର ପରିବର୍ତ୍ତନ। ହଁ,